ଯାହା ନ ହେଇଛି ତା ହବ ହବନି କଣ ଯଦି ହେଇନି କହୁଛନ୍ତି ଏସବୁ ଜିନିଷ ତା ନିଜ କର୍ତ୍ତୃପକ୍ଷ କରିବେ। ସେଥିପାଇଁ ଆମକୁ ଧୈର୍ଯ୍ୟ ଧରିକି ରହିବାକୁ ପଡ଼ିବ। ମୁରବୀ କେମିତି ନାହାନ୍ତି? ଆମର ପିସିସି ପ୍ରେସିଡେଣ୍ଟ ଅଛନ୍ତି, ଆଇସିସି ପ୍ରେସିଡେଣ୍ଟ ଅଛନ୍ତି, ସବୁ କର୍ମକର୍ତ୍ତା ଅଛନ୍ତି, ଏଠି ଡିସିସି ପ୍ରେସିଡେଣ୍ଟ ଅଛନ୍ତି। ମୁରବୀ ଶୂନ୍ୟ କେମିତି? କାହାକୁ କେତେବେଳେ ମନର ଅସନ୍ତୋଷ ଅଛି ଇଏ ନୂଆ ନୁହେଁ, ଆଗରୁ ବି ଏମିତି ବହୁତ ଥର କେହି କରିଛନ୍ତି ତାଙ୍କ ମନର ଅସନ୍ତୋଷ ଅଛି ବୋଲି ସେ ଗଣଗୋଳରେ ନଥିଲେ, ଅଥଚ ତାଙ୍କୁ ସେଇଥିପାଇଁ ସସ୍ପେଣ୍ଡ କରାହେଇଛି ବୋଲି ତାଙ୍କ ମନରେ ସେ ଅସନ୍ତୋଷ ଅଛି। ସେଥିପାଇଁ ସେ ସେଥିପାଇଁ ଧାରଣା ଦେଇଛନ୍ତି। ଆମେ ତାଙ୍କୁ ସେଥିପାଇଁ ବୁଝାଉଛୁ ଯଦି ତ ନାହ ସଭାପତି କହିଦେଇଛନ୍ତି ତାହେଲେ ଉପର ସ୍ତରକୁ ଜଣା କଣ ପିସିସି ପ୍ରେସିଡେଣ୍ଟ କାହାକୁ ପଠାଉଛନ୍ତି, ସେ ଆଲୋଚନା କରୁଛନ୍ତି ବୋଲି କହୁଛନ୍ତି। କିଏ କଣ କହିଲେ କାହା ନା କିଏ ଆସିଥିଲେ ନଥିବେ ବୋଧେ ହେଡକ୍ୱାର୍ଟରରେ, ମୁଁ କହିପାରିବି, ମତେ ଜଣାନି। ସଭାପତି ଯେତେବେଳେ କରୁଥିବେ ସେ ବୁଦ୍ଧି ବିଚାରି ତ କରୁଥିବେ, ସେ କଣ ବିଚାର କରୁଛନ୍ତି, କିଏ ବିଶୃଙ୍ଖଳା କରୁଥିବେ ସେମାନଙ୍କୁ ସସ୍ପେଣ୍ଡ କରୁଥିବେ।